ମଣିଷ ଏପରି ପରିସ୍ଥିତିରେ ଗତି କଲେଣି। ତୁମେ ଦେଖିବ ଆଜି 50,000 ପାଇଛନ୍ତି, ପେମେଣ୍ଟ ପାଇଛନ୍ତି, ଦେଖିବ ସିଏ 50,000ଟା ନିଶ୍ଚିନ୍ତ ସିଏ 15 ଦିନ ଭିତରେ ସରିଯିବ। କିନ୍ତୁ ଦିନରେ 1,000 2,000 ଏମିତି ଖର୍ଚ୍ଚ କରିଦେବେ, ସିଏ ସରିଯିବ। କିନ୍ତୁ ତାପରେ ପାଖରେ ଗୋଟେ ଟଙ୍କାଟେ ନଥିବ। ତାପରେ ହାତ ପତେଇକିରି ଖାଇବାକୁ ବ୍ୟବସ୍ଥା କରିବେ। ଏଇ ଯେଉଁ ପାନ ହେଉ, ଗୁଟକା ହେଉ, ଏସବୁ ପାଖ ଆଖ ଦୋକାନରେ ବି ବାକି ପକାଇଦେବେ। ଏମିତି ସବୁ ଚିନ୍ତାଧାରା। କିନ୍ତୁ ଯେତେବେଳେ ପାଖରେ ପଇସା ଥିବ, 2ଟା 4ଟା ମଦ ଘିନି ଆଣ, ପିଇ ଦିଅ, ଏମିତି ସବୁ। କିନ୍ତୁ ମଣିଷ ଚିନ୍ତା କରନ୍ତି ନାହିଁ। ସେ ଯେଉଁ 50,000ଟା 50 ମାସ ପର୍ଯ୍ୟନ୍ତ, ଦିନକୁ 1,000 ଟାର୍ଗେଟରେ 50 ମାସ ପର୍ଯ୍ୟନ୍ତ ଚଳାଇବା ଦରକାର, ସେ ଜିନିଷକୁ ତାଙ୍କ ମୁଣ୍ଡରେ ପଶେ ନାହିଁ। କିନ୍ତୁ ସରିଗଲା ପରେ ହାତ ଗୋଡ଼ ଧଇଲା ଭଳି ବାକି ପକାନ୍ତି ଏସବୁ ଜିନିଷ। ଏସବୁ ମଣିଷ ପଣିଆ ନୁହେଁ।